जय जगन्नाथ। लिटू भाई निद माइलानी अंकरे अंक समतुल्य 20-47 अंक को अंक केमिति मिसुची हला अंक को अंक केमिति मिसुची तुमको आगुरी आम कहीचु महापुरुष वाणी विचित्र लेखा आम समस्त जाचे जाजपुर बैतरणी कूल अच्छा विरोधा ना किंतु महापुरुष तांकर लीलाकल्प लिखिं तीन विरोधा कथा दक्ष यज्ञ जात हेले विरोधा द्रुपद यज्ञ जात हेले विरोधा फिर विरोचिक यज्ञ जात हेले विरोधा तेणु तीन विरोधा आदि विरजा ब्रह्म विरजा बराह विरजा तेणु महापुरुष कौन लिखुं माने भाव को धरवाटा आम मान बहुत कष्ट साध्य गोटा पद्म पोखरी कथा देख कली भविष्य मालिका देखो से नहीं विरजा पूर्व पटे कथा कौन पद्म पोखरी शिवकल्प शास्त्र देखिए से पश्चिम थी पद्म पोखरी कौन धर दीटाटर अर्थ गोटाए बाहर एति मन रखी था पूर्व पट पद्म पोखरी ठीक पश्चिम पद्म पोखरी ठीक कली भाग कली भविष्य मालिका लिखिले कौन पूर्व पटे शिवकल्प लिखिले पश्चिम पटे मेलक करिया होचे कष्ट सत्य एमती लिखिं विरजा खंडगिरी विजय बुझे खंडगिरी आसिकी विरजा कौन करेंगे पहुंचे से नर देह पहुंचे कि विग्रह रूप से आसवे से कथा कौटी लिपिबद्ध ना किंतु विरजा आसी को विरजा महामाई जगधात्री विरजा बा आदि विरजा कि ब्रह्म विरजा कि बराह विरजा से कथा कही लेखि हाँ किंतु लिखिं विरजा दिने खंडगिरी की आसी कथा बुझ ना बुझ कौ खंडगिरी आम पंच खंडगिरी कहू भाई कहते एमती कौटी लेखा ना है महापुरुष लिखिं ना आम कौट मन को कौन कौ खंडगिरी भुवनेश्वर बोली कौन कहीं लिखी ना समझ जाना खंडगिरी जे मूल स्थान ललाट केशरी आश्रम कर बाड़ा से अति रही दुष्ट को विनाशी लिखी ना भुवनेश्वर खंडगिरी हाड़ीबंध दास नहीं भुवनेश्वर खंडगिरी फिर गोटे नहीं गुप्त खंडगिरी जलौका को ना गोटे नहीं सिद्ध खंडगिरी शास्त्र सब गवेषणा कले हम ना कौटी लिखिना कौटी लिखिना आम मन कौ आपण पाखे न थी पारे गवेषक आमको ये करते भिडियो आमको कही कहले एमती कौटी लेखा है लेखा लेखा अच्छी बुझीपार आउ दीटा खंडगिरी से कहबी सिद्धगिरी की मध्य खंडगिरी रूप से कौन कहते प्रमाण अच्छी
ବୁଝିବୁଝି ମହାପୁରୁଷ ଲେଖିଛନ୍ତି। ଛାଡ, ଆଜି ଆମେ ଅଙ୍କୁକୁ ଅଙ୍କରେ କଣ କରିବା, ସମତୁଲ କରିବା। ଆମେ ଆଗରୁ ଗୋଟେ ମାରକଣ୍ଡଙ୍କ ଅଙ୍କ ନା, ଆଉ ଗୋଟେ କଳି କଲ୍ୟାଧିତା ଅଙ୍କ, ଆଉ ଗୋଟେ ହଉଛି କଣ ସନ ବି ଗୋଟେ ଅଙ୍କ, ଆଉ ଗୋଟେ ମହାପୁରୁଷଙ୍କର ସ୍ୱତନ୍ତ୍ର ଅଙ୍କ ନା। ଗୋଟେ ମହାପୁରୁଷ ଲେଖିଛନ୍ତି ମୋହ କଳ୍ପରେ, ରେବ ବିଂଶ ଅଙ୍କ ଚତୁର୍ଦଶୀ ଦିନ ବିରଜା ମିଳିବେ ଖଣ୍ଡଗିରି ଯେ ଭୁବନ, ସୁଶ୍ରୀ କନ୍ୟା ରୂପେ ଜାତ ହୋଇଥିବେ ସେଇ, ଭୈରବୀ ମୂର୍ତ୍ତି ଧରି ଡାକ ଦେବ ତହି। କଥାଟି ତାହେଲେ ଏଠି କଣ କହିଲେ ନା, ବିରଜା ନର ଅଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସୁଶ୍ରୀ କନ୍ୟା ମାନେ ତ ଛୋଟ କନ୍ୟା, ବୁଝିପାରିଲେ ନା। ବିଂଶ ରେବ ଅଙ୍କ, ବିଂଶ ବୋଲନ୍ତେ 20, ରେବ ବୋଲନ୍ତେ 27, କେତେ ହେଲା 47, ହେଲା 47 ଅଙ୍କରେ ଚତୁର୍ଦଶୀ ଦିନ ମା କଣ ହେଇଯିବେ, ଖଣ୍ଡଗିରିରେ ଆସିକି ପହଞ୍ଚିବେ। ସୁଶ୍ରୀ କନ୍ୟା ରୂପେ ଜାତ ହୋଇଥିବେ ସେଇ, ମାନେ ଗୋଟେ ଛୋଟ ଛୁଆ ରୂପରେ ଜାତ ହେଇଥିବେ, ସେ ସେଠି ଖଣ୍ଡଗିରିରେ ରହିବେ। ଭୈରବୀ ମୂର୍ତ୍ତି ଧରି ଡାକ ଦେବ ତହି, ଦିନେ ନା ଦିନେ ସେ 47 ଅଙ୍କରେ ନୁହଁ, ମାନେ ସେଠି ଥିବେ, ସେ ଦିନେ ନା ଦିନେ କଣ ହେବେ, ଭୈରବୀ ରୂପ ଧରି ଡାକ ଦେବେ। ଏକଥା କହିଲେ କୋଉଠି, ମୋହ କଳ୍ପରେ, କେତେ ଅଙ୍କରେ 47 ଅଙ୍କ। ଭବିଷ୍ୟ ପୁରାଣକୁ ପଳେଇ ଆସ, କଳ୍ପଟିକା, ଦିଟାକ ଶାସ୍ତ୍ରରେ ମଧ୍ୟ ଗୋଟେ ପଦ ଅଛି। ବିଂଶ ଅଙ୍କେ ମଧୁମାସେ ଚତୁର୍ଦଶୀ ଦିନ ବିରଜା ମିଳିବେ ଖଣ୍ଡଗିରିର ଭୁବନ, ବିଂଶକୁ ବୋଲେ ତ 20 ହେଲା, ବୋଲେ 20 ଅଙ୍କରେ ମଧୁମାସ ଚତୁର୍ଦଶୀ ଦିନ କଣ ହେବେ, ବିରଜା ଖଣ୍ଡଗିରିରେ ପହଞ୍ଚିବେ। 20 କଣ ନା, କଳି କଲ୍ୟାଧିତା ଯେତେବେଳେ 5120 ହେଇଥିବ, ସେତେବେଳେ ମହାପୁରୁଷ ବା ଅନନ୍ତ ମାଧବଙ୍କର 47 ଅଙ୍କ। ମିଶୁଛି ନା ମିଶୁନି? ହଁ ପ୍ରଭୁ ମିଶୁନାହିଁ ନା। ତେଣୁ କଳି କଲ୍ୟାଧିତା ଯେତେବେଳେ 5120, ସେତେବେଳେ ଅଚ୍ୟୁତଙ୍କର ବୟସ ହେଇଥିବ କେତେ, 47। ଏମିତି ବହୁତ ଜାଗା ମହାପୁରୁଷ ଅଙ୍କକୁ ମିଶେଇଛନ୍ତି, ତାକୁ ଆମେ ନିଳକ କଲେ। କିନ୍ତୁ ବର୍ତ୍ତମାନ ହିସାବ କଲା ବେଳକୁ ମହାପୁରୁଷଙ୍କୁ 51 ଅଙ୍କ ଚାଲୁଥିବ ବା 51 ବର୍ଷ ଚାଲୁଥିବ। ତ ଚାଲିଲେ ମଧ୍ୟ ତମମାନଙ୍କୁ ଆମେ କହୁଛୁ, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦେହରେ ମଧ୍ୟ ମହାପୁରୁଷ ଆସିବେ, ବୁଝିପାରୁଛ ନା। 60 ବର୍ଷ ଲୋକଙ୍କ ଦେହରେ ବି ଆସିପାରନ୍ତି। ତେଣୁ କାହାକୁ ସମାଲୋଚନା କରିବ ନାହିଁ, ମୂଳ ଡାଳ କେହି କାହାକୁ ଉଣ କୁହନ୍ତି। ଗଛର ମୂଳକୁ କାଟିଲେ ଗଛକୁ କଷ୍ଟ ହବ, ଡାଳକୁ କାଟିଲେ ମଧ୍ୟ ଗଛକୁ କଷ୍ଟ ହବ। ତେଣୁ ସଖାଙ୍କ ଦେହରେ ସେ ଖେଳିବେ ନା, ବୁଝି ହଉଛି। ସେମାନଙ୍କୁ ଯଦି ତମେ କଣ କରିବ, ସମାଲୋଚନା କରିବ, ତାହେଲେ ମହାପୁରୁଷ ସମାଲୋଚନା କର। ସେଥିପାଇଁ କି କାହାକୁ ସମାଲୋଚନା କରିବ ନାହିଁ, ସମସ୍ତଙ୍କ ପଦକୁ କୋଟି କୋଟି ଶରଣ। କାରଣ ଘଟେ ଘଟେ ଶ୍ରୀ ଅଚ୍ୟୁତ, ବୁଝୁଛ। ହରକୈତ୍ୟ ଦାସଙ୍କ ଭାଷାରେ ଚିତ୍ତ ନୁହେଁ ଅଚ୍ୟୁତ ସେ, ଅଣାକାର ଦେହି। କାହାକୁ ସମାଲୋଚନା କରିବ, ଯିଏ ଯାହା କରିବ ସେ ତା ପାଇବ।
ତେଣୁ ଏତିକି ମନେ ରଖିଥାଅ, ମହାପୁରୁଷଙ୍କ ଭାଷା ହିସାବରେ ଅଙ୍କ ମେଳକ କେମିତି ମିଶୁଛି ନା 47 ଅଙ୍କ ସହିତ ମିଶୁଛି କେତେ? 20 ଅଙ୍କ। କଳି କଲ୍ୟା ଦିତା 5120 କୁ ସିଏ ହେଲା 47। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ମା ଜଗଦ୍ଧାତ୍ରୀ ନିଶ୍ଚୟ କୋଉ ଖଣ୍ଡଗିରି ମୁଁ ସେଇଟା କହିପାରିବି ନାହିଁ। ଖଣ୍ଡଗିରି ଅନେକ ଜାଗା ମହାପୁରୁଷ ଲେଖିଛନ୍ତି ନା, ବୁଝିପାରୁଛି ନା? ତେଣୁ ମହାମାୟା ଜଗଦ୍ଧାତ୍ରୀ ନିଶ୍ଚିନ୍ତ କଣ ଥିବେ? ସେଠି ଗଡ଼ ବାନ୍ଧିକି ଥିବେ। ସେ ମାଙ୍କ ପଦରେ କୋଟି କୋଟି ଶରଣ। ମା ଜଗଦ୍ଧାତ୍ରୀ ଭକ୍ତମାନଙ୍କୁ ସଦିଚ୍ଛା ପୂର୍ଣ୍ଣ କରନ୍ତୁ। ବୋଲ ଆନନ୍ଦ କବା ହରି ବୋଲ।